ହ୍ୟାଲୋ। हेलो हाँ सर कुहନ୍ତୁ। हाँ बाबा टे कथा हेबे ଆଜ୍ଞା हेलो ସାର୍ ନମସ୍କାର। नमस्कार कर तुम कहलो गोटे कथा करूछ गोटे कथा ସାର୍ तम कथा କଣ किछि କରିବା ସାର୍, ଗାଁ हिसाब ଅଛି किताब नहीं ଡିସ୍ପ୍ୟୁଟ୍ ସବୁ ରମଣ ଛାଇ ଏ नहीं ସରି नहीं କେନ୍ଦୁପତ୍ର। नहीं 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 ये तमे जमान आज 15 दिन संसार କଥା होछ आमे सिंधी भाबिले कि हमको ନାଇଁ ସାର୍ ମୋର 100ରୁ 100 ଭରସା, नहीं ମୁଁ नहीं ବହୁତ ଭଲ ପାଏ आई ସାର୍। एम सरोज बाड़ी ହଁ ସାର୍। ये व्यवहार ठीक नहीं ସାର୍ ଏ ଯୋଉ ମୋ ବାତ ଡିସ୍ପ୍ୟୁଟ୍ ଶୁଣିଲେ କି ସେମାନେ ନାଇଁ କରିଦେଇଛନ୍ତି, ଗାଁ ଆପଣ ଇନକ୍ୱାରି କରନ୍ତୁ। ଏବେ ମଧ୍ୟ ତାଙ୍କ मते ଟ୍ରାକ୍ଟର तमे ସିରିଏଲ जानिछ କଢଉଛନ୍ତି कि ସାର୍। नहीं मते गोटे प्रश्न उत्तर दे मते जानिछ ना भला भाबरे ହଁ ଭଲ ଜାଣିଛି ସାର୍। भला भाबरे जानिछ आसिलो मो संगे कथा हेलो पुनी ନାଇଁ ସାର୍ देखा नहीं ବନ୍ଦ ହେଇଗଲା ତ, साक्षात नहीं ଯୋଉ ପାଣି कथा नहीं ପଳେଇଲା ଆମେ बार्ता ମାସେ नहीं 8 ତାରିଖଠୁ ବନ୍ଦ ଅଛି ରେମ୍ବୋ। ତମେ 8 ତାରିଖରେ ବନ୍ଦ ଥାଉ 5 ମାସ ବନ୍ଦ ଥାଉ 2 ଦିନ ବନ୍ଦ ଆଜ୍ଞା ଥାଉ ଆଜ୍ଞା କି ଚଲେଇଥାଉ ସାର୍। କଥାର ମୂଲ୍ୟ ରହିବା ହଁ ଦରକାର ସାର୍ କଥାଟା ମୁଁ ସାର୍ ଯୋଉଟା କେନ୍ଦୁପତ୍ର କଥାର ବିଷୟରେ। ମୂଲ୍ୟ ନାହିଁ ସେଇଟା ସରୋଜ ପାଡି ନାହିଁ ଆଜ୍ଞା ଆଜ୍ଞା ଅଣ୍ଡରଷ୍ଟାଣ୍ଡ ହଁ ସାର୍। ଆଉ କଣ ସାରୁ କଣ ମିଳିବ ମତେ ତ କହିଲେ ମୁଁ 2-3 ଦିନ ଭିତରେ ଆସୁଛି ଆଜି ବନ୍ଦ ଆଉ ଦେଖା ନାହିଁ କି ସାକ୍ଷାତ ନାହିଁ ନାଇଁ ତ ଘାଟ ଥରେ ବନ୍ଦ ହେଲା, କେନ୍ଦୁପତ୍ର କିଛି ଡିସାଇଡ୍ ହେଇପାରିଲାନି ତ ସାର୍, ମୁଁ ଟିକେ ରହିଗଲି। ମୁଁ କହିଥିଲି ବାପାଙ୍କୁ ନାଇଁ ନାଇଁ ଯେ ତମେ ଏମିତି ଲୋକ କେନ୍ଦୁପତ୍ର ମତେ ଯାହା ଡିସ୍ପ୍ୟୁଟ୍ ଜଣା ଅଛି। ପଡୁଛି ତମେ ବିଜନେସ ଲାଇନ ର ଲୋକ ନୁହଁ ସୁବିଧାବାଦୀ ଲାଇନ ର ଲୋକ ନାଇଁ ମୁଁ ସୁବିଧା ନାହିଁ ସାର୍, ହଁ ସୁବିଧା ଯଦି ମୁଁ ସେ କେବେ ତମେ ସେମିତି ଏବେ ହବି ସେ ଆଜ୍ଞା, ଘାଟ ଆଗକୁ କିଏ ଆମେ ଚଲଉଛି ସବୁବେଳେ ଦେଖଉ ନା। ବେଡସିକି ନାଇଁ ସାର୍ ମୁଁ ସେଇ ଟାଇପ୍ ର ନାହିଁ। ଗୁଡିସର ଏବେ କିଏ ଚଲଉଛି କେନ୍ଦୁପତ୍ର ଗୁଡିସର ଗୁଡିସର ନାଇଁ, ସେଟା ତ ପାକିଟ ରେଣ୍ଟ। ହଁ ସେଟା ତ ଆମର ମୋର ସାର୍ ଅଛି ସେଟା ଟେଣ୍ଡର। ଚଲଉଛ ତ ହଁ ବନ୍ଦ ଅଛି 8 ତାରିଖଠୁ। 8 ତାରିଖ ତମେ ପଇସା ଦବ ବୋଲି କହିଲ ଗୁଡିସର ପଇସା କାହିଁ ଦେଲନି ତ ନାଇଁ ଗୁଡିସର ସାର୍ 2 ଚାଲିନି। ମୁଁ ମାସ ହେଲା ବାପୁକୁ ଦେଇନ ନେଇକିରି ତମେ ଖାଲି 2 ପଇସା ଲକ୍ଷ ଟଙ୍କା ଦେଇଥିଲି ଜାଷ୍ଟ ଯେ ମାଗିଲା ପରେ। ନାଇଁ ନାଇଁ 2 ଆଉ ମାସର କହିଲେ ଯେ ପଇସା ରାନିଂ ହେଲା ତମେ 2 ପରେ ମାସ ମୁଁ ହେଲା ଦେଇଲି, ବର୍ତ୍ତମାନ ତ ବ୍ୟାଙ୍କକୁ ବନ୍ଦ ଟଙ୍କାଟେ ହେଇଗଲା ବି ସାର୍, ଦେଇନ କଣ କରିବା। ହଁ ମୁଁ ବାପା ମାଗିଲା ପରେ 2 ଲକ୍ଷ ଦେଇଥିଲି, ତାପରେ ତ ପାଣି ସେତେବେଳେ ପଳେଇଲା, ଆସିଥିଲ ବନ୍ଦ ଦେଇଥିଲ ହେଇଯାଇଛି 2 ଘାଟ ମାସ ସାର୍, ହେଲା ବନ୍ଦ ତମେ ଅଛି ଘାଟ। ଚଲେଇଛ କାହିଁ କିଛି କହିନ ଆଉ ନାଇଁ ଘାଟ ତ ବନ୍ଦ ଅଛି, ତାପରେ ସେ ନାଇଁ ଯୋଉ ନାଇଁ ପେନାଲ୍ଟି ନାଇଁ ଯାହା ନାଇଁ ପଡିଯାଇଥିଲା ନାଇଁ ସେ ନାଇଁ ପେନାଲ୍ଟି। ତମର କଥା କିଛି ଇଏ ନାଇଁ ଠିକ ଠିକଣା ମତେ ଲାଗୁନି ନାଇଁ ସାର୍ ଏମିତିରେ ଠିକ ହୁଏନି ବୋଲେ କାମ ହଁ କେନ୍ଦୁପତ୍ରଟା ଆରମ୍ଭ ହେଇସାରିଲେ ସବୁ ଏକା ଭେୟା ଦେଲେ, ମୁଁ ଏମିତି ଭାବିଲି ବୋଲେ କେନ୍ଦୁପତ୍ର ତ ଡିସ୍ପ୍ୟୁଟ୍ ଛିଡୁନି। ନାଇଁ ତମେ ଡିସ୍ପ୍ୟୁଟ ସେଟା କିଏ ସେଟା ୟାକୁ ସବଲିଜର ଦେଇ ଦେଇଛ ପରା କାହାକୁ? ହଁ କେନ୍ଦୁପତ୍ର ତ ସେଟା ମୁଦୁଲିକୁ ଆପଣଙ୍କ ଏରିଆଟା, କେନ୍ଦୁପତ୍ର ତ କିଛି ଠିକ ହେଲାନି ସାର୍। ସିଏ ତ ସେ ମୁଦୁଲିକୁ ତମେ ଗୁଡିସର ଟା ଦେଇ ଦେଇଛ ପରା ନାଇଁ ସବଲିଜରେ ସିଏ କେ ମୁଦୁଲି କି ଆଜ୍ଞା, ମୁଁ ଲିଜ୍ ହୋଲ୍ଡର ମୁଦୁଲି କଣ ଦେଇଦେବି ସାର୍। ମୋ ପାଖରେ ଏଗ୍ରିମେଣ୍ଟ କପି ଥୁଆ ହେଇଛି ତମେ ଦେଇ ନାଇଁ ଦେଇଛ ମୁଦୁଲି କିଛି ନାହିଁ, ତାକୁ ସେ ଯୋଉ 2022 ରେ ପରେ ତାକୁ ଖାଲି ବୁଝିବାକୁ ଦିଆଯାଇଥିଲା ବୋଲି ସେ ଆରେ ଭାଇ ବୁଝିଲାନି କି ପଇସା ବୁଝିବାକୁ ଦେଲାନି, ସେ ଦେଇଥିଲେ ଆଉଟ୍ କଣ ହେଇଗଲା। ଦେଇଥିଲା ଏଗ୍ରିମେଣ୍ଟ ତ କରିଛ ନା ଏଗ୍ରିମେଣ୍ଟ କପି ମୋ ପାଖରେ ଥୁଆ ହେଇଛି ଏଗ୍ରିମେଣ୍ଟ ତାକୁ ମୁଁ ଦିଟା ପାୱାର ଫେଜ ପାଟର୍ନ ନେଇକି ଦେଇନି, ଥୁଆ ହେଇଛି ପାୱାର ମୋ ପାଟର୍ନ ପାଖରେ ଦେଇନି ତାକୁ। ହଁ ତାକୁ ପାୱାର ପାଟର୍ନ ମୁଁ ଦେଇନି, ଜଷ୍ଟ ବୁଝିବାକୁ ଖାଲି ଦିଆଯାଇଥିଲା। ଏଗ୍ରିମେଣ୍ଟ ହଁ ଅର୍ଥ କଣ ଦିଟା ଏଗ୍ରିମେଣ୍ଟ ଏଗ୍ରିମେଣ୍ଟ କିଛି ନାହିଁ, ସେ ମୋର ସେ ସମୟରେ ମୁଁ ଯୋଉ ମୋର ସ୍ୱାସ୍ଥ୍ୟ ଭଲ ନଥିଲା, ତାକୁ ମୁଁ ଭାଇ ମୁଁ ବୁଝିବାକୁ ଜଣେ 4 ମାସ ଓକିଲ ଦେଲି, ଏ 4 ମାସ ମତେ ପରେ କଣ ସେ ପଇସା ବୁଝେଇବ ତମେ ଦେଲାନି। ପଇସା ନ ଦେଲା ପରେ ସେ ଅଟୋମେଟିକ ଶୁଣ ଆଉଟ୍ ହେଲା ହେଲା। ପଇସା ଦେଲା ନଦେଲା ସେ କଥା ମତେ କୁହନା ହୁଁ ହୁଁ ଏଗ୍ରିମେଣ୍ଟ ର ଅର୍ଥ କଣ ତମେ କରିଛ ଦିଟା ମୋ ପାଖରେ ଥୁଆ ହେଇଛି ଏଇଠି ମୋ ସାମ୍ନାରେ ହଁ ସାର୍ ଥୁଆ ହଉ, ଠିଆ ହେଲେ ହଁ ବର୍ତ୍ତମାନ ସିଏ ମୋର ପାର୍ଟନର ଏତେ ନାହିଁ, ମାନେ ସିଏ ତାକୁ ମୁଁ ପାୱାର ବଟନ ଦେଇନି। ସିଏ ଏଇଟା କିଏ, କୋଉ ମୁଁ ତ ଲିଜ୍ ପର୍ଯ୍ୟନ୍ତ ଅଛି ହୋଲ୍ଡର। ଦିଟା ବା 3 ବର୍ଷ ପାଇଁ ଅଛି ଏଠି ହଁ ଆମର ସେଇଟା 27 ରେ ସରିଯିବ ଆଉ। 27 ରେ 3 ବର୍ଷ ତମେ ଦେଇ ଦେଇଛ ଏଇଟାକୁ ନାଇଁ ନାଇଁ ମୁଁ ପାୱାର ଆଉ ବଟନ ତମର ଦେଇନି କଣ ତାକୁ। କହୁଛ ସୁଧା ତାକୁ ପାକିଟି ମୁଁ ପାୱାର ବଟନ ଦେଇନି, ଆପଣ ଭଲ ଭାବରେ ଦେଖନ୍ତୁ। ପାୱାର ଆପେଟିନ୍ ନାହିଁ ଭାଇ ଏଗ୍ରିମେଣ୍ଟ ଟା କରିଛ ତା ନାଇଁ ସାଙ୍ଗେ ତମେ ଏଗ୍ରିମେଣ୍ଟ ଯୋଉ ସମୟ ବୁଝିଲା ସେ ଏଗ୍ରିମେଣ୍ଟ ସେ ଫୁଲଫିଲ୍ କରିପାରିଲେନି, ମତେ ପଇସା ସେ ହଁ ଟୋଟାଲ ଦେଲାନି, ଯାହାଫଳରେ ସେ ଡିଫଲ୍ଟର ହେଲା, ତେଣୁ ସେ ଆରେ ଆଉଟ୍ ହେଲା। ଡିଫଲ୍ଟର ହଉ କି କଣ ହଉଛି ଏଗ୍ରିମେଣ୍ଟ ତ ଅଛି ନା ତା ନାଁରେ ଏଗ୍ରିମେଣ୍ଟ ଥିଲେ କିସ ହବ, ଏଗ୍ରିମେଣ୍ଟ ଅନୁସାରେ ସେ ଫଲୋ କଲା କି, ଏଗ୍ରିମେଣ୍ଟ ଖାଲି କଣ ଲେଖିଦେଲେ କରିଦବ ହେଲା ତମେ କି। ତାର କଣ ଏଗ୍ରିମେଣ୍ଟ ତ ତା ନାଁରେ କରିଦେଇଛ ତମେ ଏବେ କିଛି ତା ନାଁରେ କିଛି ବୁଝିବାକୁ ଖାଲି କୁହା ହେଇଥିଲା, ପଇସା ସେ ଦେବେ ବୋଲି କହିଲା, ପଇସା ମତେ ସେଟା ତ ଦେଲାନି। ଲେଖା ହେଇନି ଏଥିରେ ଆଜ୍ଞା ହଁ ବୁଝିବା ପାଇଁ ପଇସା କହିଛି ଲେଖା ବୋଲି ହେଇଥିଲା, ପଇସା ଲେଖା ହେଇଥିଲା, ସେ ମତେ ଦେଲାନି ପଇସା, ତେଣୁକରି ସେ ଆଉଟ୍ ହେଲା। ଆଉଟ୍ ହେଲା ବୋଲି କହିଲେ ତମେ ପାଟିରେ ଆଉଟ୍ କାଗଜ ପତ୍ର ଆଉ ଲେଖିକି କାଗଜ ଦେଇ ପତ୍ର ହେଲେ ପକେଇଥିଲ ସେ ଚାବି ପକେଇଲା, ମୋର ଚଲେଇନି। ସେ ସମୟରେ ଯିଏ ତହସିଲଦାର ହେଲେ ଥିଲେ, କଣ ଏଡିଏମ୍ କରିବ ସବୁ ଥିଲେ, ତମେ ସେ ଭାଇ କୁହ ବିଷୟରେ ମତେ ଏତେ କଥା ବୁଝୁନ ତମେ ସେ ବିଷୟରେ ଜାଣିଛନ୍ତି। ଆଇନ ସବୁ ମାନେ ଅନୁସାରେ ସିଏ ଥାନା ବି ବର୍ତ୍ତମାନ ଜାଣିଛି, ସମସ୍ତେ ଜାଣିଛି, କଲେକ୍ଟର ବନ୍ଧ ସାର୍ ଏ ବିଷୟରେ ସବୁ ଜାଣିଥିଲେ ତା କଲେକ୍ଟର ବିଷୟରେ। ଜାଣନ୍ତୁ ଯିଏ ଜାଣନ୍ତୁ ମୋର ସେଥିରେ କିଛି ଦେବାର ନେବାର ନାହିଁ ବାପା ମତେ ଆଜ୍ଞା ଆଜ୍ଞା କଲେକ୍ଟର ରାମ ଭୀମ ମତେ ବୁଝନ ସାର୍ ବୁଝିଲ ସାର୍ ନା ଡୋଣ୍ଟ ସେ ଲାଇକ୍ ଦିସ୍ ଆଜ୍ଞା। ମତେ କଣ ତମେ ଆଇନ ବୁଝଉଛ ଇଏ ବୁଝଉଛ ନାଇଁ ନାଇଁ ମତେ ମତେ ଆପଣ ଭାବିଲ କି ସେ କହିଲେ ଇଏ ତାକୁ ଭଳିଆ ଦେଇଦେବି କହିଲୁ, ମୁଁ ତାକୁ ଦେଇନି, ତାକୁ କୁଆଡେ ଦେଇଥିଲି, ଦେଇନି ପାୱାର ମାନେ ବଟନ କଣ ଦେଇଥିଲେ ଏଗ୍ରିମେଣ୍ଟ ଟା ମୋ ଦେଇଥିଲେ ହେଲା। ପାଖରେ ଥୁଆ ହେଇଛି ହଁ ପାଖରେ ଏଠି ଥୁଆ ହେଲେ ତାକୁ ପାୱାର ବଟନ ମୁଁ ଦେଇନି, ସେ ପାୱାର ଅଫ ବର୍ତ୍ତମାନ ଆଟର୍ଣ୍ଣି କଣ ଏଗ୍ରିମେଣ୍ଟ ଅର୍ଥ କଣ ପାୱାର ଅଫ ଆଟର୍ଣ୍ଣି ହ୍ୱାଟ ଏଗ୍ରିମେଣ୍ଟ ଇଜ ଦ ଅର୍ଥ, ଡିଫରେନ୍ସ ୟୁ नो ଏଗ୍ରିମେଣ୍ଟ 17 ବନ୍ଦ ଦିଆହେଇଛି, ତାକୁ ମୁଁ ହାତ କାଟିକି ଦେଖ ଦେଇନି, ତାକୁ 17 ବୁଝିବାକୁ ପର୍ଯ୍ୟନ୍ତ ଜଷ୍ଟ ଅଛି ଏଇଟା ଦିଆଯାଇଥିଲା। ତାକୁ ବୁଝିବାକୁ ଦିଆଯାଇଥିଲା, କଣ୍ଡିସନ କରାଯାଇଥିଲା, ସେ ମନ୍ଥଲି ମତେ ଦେବି ବୋଲି, ସେ ଆରେ ଭାଇ ଦେଲାନି, ସେ କଣ ଲେଖା ଫୁଲଫିଲ୍ ହେଇଛି ତମେ କରିପାରିଲାନି। ପଢିକିରି ଏଇଟା ସତ କରିଛ ନା ଖାଲି ସତ ହଁ କରିଦେଇଛ ଖାଲି ସନ୍ଦେହ କଲେ, ସେ ମତେ ଏଗ୍ରିମେଣ୍ଟ ଯୋଉ ପ୍ରକାର କରିଥିଲା, ସେ ସମୟରେ ସେ ଫୁଲଫିଲ୍ କରିପାରିଲାନି, ମତେ ଦେଲାନି ପଇସା, ନଦେଲେ ତାକୁ ମୁଁ ଛାଡିକି ନଦେଲେ ହେଲେ ତମେ ତାକୁ ଏଗ୍ରିମେଣ୍ଟ ରୁ ଇଏ କଲନି ଏଗ୍ରିମେଣ୍ଟ ଇଏ କ୍ୟାନସଲ କଲେ, ସେ କରିଦଉନ ଧରାଯାଉ ଦେଲାନି ଏଗ୍ରିମେଣ୍ଟ ପରା, ଆମର ରେମ୍ ଚାଇପ ଗୋଟେ ବର୍ଷେ ମତେ ସେ ଚଲେଇ ଦେଲେନି, ବର୍ଷରେ ସେ ଲସ୍ ନାଇଁ ମତେ ଭାଇ ଦବ।
ଯଦି ସିଏ ନଥିଲା ନା ତମ ଖାଲି agreement ଟେଣ୍ଡର ର ହେଇଛି, ଆମର ତାକୁ 1.5 ଇଏ ବର୍ଷ କରିଦେଲନି ଚାଲିନି ରେମ୍ବୁ ସିଏ ବନ୍ଦ କରିକି ରଖିଲେ, ତ ତାର ଲସ୍ କିଏ ଦବ? ହଁ 1.5 ବର୍ଷ ଆରେ କାଳ ସିଏ ତମର ବନ୍ଦ କରି ଲସ୍ କିଏ ରଖିଲେ, ଦବ କି ନ ଦେଲା ଦବ ପରେ ମୁଁ ସିଏ ଆଉ ସେଥିପାଇଁ ଚଲେଇଲେନି। ଦାୟୀ ମୁଁ କୁହେ ତାକୁ ଯୋଉ ଏଗ୍ରିମେଣ୍ଟ ଦେଲି ଘାଟ ଚଲେଇବାକୁ କହିଲା, ଘାଟ ଚଲେଇଲାନି ସିଏ। ଚଲେଇଲ କି ଯଦି ନ ଚଲେଇଲା ଏଗ୍ରିମେଣ୍ଟ ଟା ତମେ ହଁ ମୋର କ୍ୟାନସଲ ସେ କରିଥାନ୍ତ। ସେ ଧରା ଛୁଆଁ ଦେଲାନି ପରା, ମୋ ୱାଇଫ ହେଲେ ଫାର୍ମ କଣ ମୁଁ କରିବ ନେଇକିରି କଣ ଅନ୍ୟ ଆଇନ ରେମ୍ବରେ ଚଲେଇଲା, ଅନୁଯାୟୀ ମୋ ତା ୱାଇଫ ପାଖରେ ଫାର୍ମ ଅଛି। ନେଇକିରି ପୁରସ୍ତମପୁରରେ ଚଲେଇଲା। ସେ ସମୟରେ ମୁଁ ତହସିଲଦାରକୁ କହିଲି, ତହସିଲଦାର କହିଲେ ଆରେ ଭାଇ ସେମିତି ଶୁଣ ମୋ କାହିଁକି କଲ? କଥାଟା ଶୁଣ, ତୁ ଯା ଭାଷଣ କାହିଁ ଦଉଛ? ଆଜ୍ଞା। ଭାଷଣ ଦିଅ ନା, ଭାଷଣ ତ ଆମେ ଦେବାକୁ କହୁଛୁ, ତମେ କାହିଁ ଭାଷଣ ଦଉଛ? ତେଣୁ ମୁଁ ତାକୁ ସେମିତି କିଛି ପାୱାର ପେଟର୍ନ ଦେଇନି। ହେଇଟି ପାୱାର ପେଟେନି ନା ଭାଇ, ମୋ ପାଖରେ PCH ପାଣିଗ୍ରାହୀ, ବ୍ରହ୍ମପୁର, ଗଞ୍ଜାମ ହଁ ପୁରା ଏଗ୍ରିମେଣ୍ଟ ତାକୁ, କପିଟା ଅଛି ମୋ ପାଖରେ। ହଁ ତାକୁ ବୁଝିବାକୁ ଦିଆଯାଇଥିଲା, ତାକୁ ମୁଁ ଦେଇନି। ବୁଝିବାକୁ ସିଏ ଲେଖି ନାହିଁ ଭାଇ, ତମେ ଲିଜ୍ ଏକା ହୋଲ୍ଡର ମୁଁ ନିଜେ ଅଛି, ମୁଁ ଡିଲିଂ କରୁଛି, ମୁଁ ପଇସା ତମେ ବାନ୍ଧିକିରି ଡିଲିଂ ଶୁଣ ମେଣ୍ଟେନ ଭାଇ, କରୁଛି। ତମେ ଡିଲିଂ କଲେ କିଛି କରିପାରିବ ଆଇନ ଅନୁସାରେ। ହୁଁ ଏଇଟା ହଉଛି ମୁଦୁଲି ହଉଛି ଆର ହକଦାର 27 ପର୍ଯ୍ୟନ୍ତ। ହୁଁ ତମର କିଛି ନାହିଁ ଏବେ। ହଁ ମୁଁ ତ ଏବେ ରୟାଲି ବାନ୍ଧିଛି ନିଜେ। ଯଦି ତମେ ହକଦାର ବାନ୍ଧିଲେ ନାହିଁ, ମୁଁ କଣ ଭାଇ ରୟାଲି ବାନ୍ଧିକିରି ଏଗ୍ରିମେଣ୍ଟ ମତେ ୱାଇ ତା ଫାର୍ମ ନାଁରେ ଗଭର୍ଣ୍ଣମେଣ୍ଟ ପ୍ରୁଭ୍ କେମିତି ଦେଲା? କରିଦେଲ। ମତେ ୱାଇ ଫାର୍ମ ଗଭର୍ଣ୍ଣମେଣ୍ଟ କେମିତି ଦେଲା? ମୁଁ ତ ପଇସା ବାନ୍ଧିଲି ଏବେ, ଏ ଯୋଉ ରୟାଲି ତମେ ପଇସା ମୁଁ ପାଇଛି, ବାନ୍ଧିଲେ ତାଠୁ ମୋ ଆଇନି ନା। କଥାଟା ବୁଝିବାର ଅଛି ନା। ତମେ ତମେ ଆମ ଘରେ କଣ ଆଇନଟା ଅଛି କି? ନାଇଁ ନାଇଁ ଘରେ ଆଇନ ନାହିଁ, ପଇସା ତ ମୁଁ ହଁ ପାଉଛି, ମୁଁ ଲିଜ୍ ହୋଲ୍ଡର, ମୁଁ ତମେ ପଇସା ବାନ୍ଧିଲେ ବାନ୍ଧିଲି କଣ ହବ? ରୟାଲିଟି, ମୁଁ ୱାଇ ଫାର୍ମ ଆଣିଲି ରିସିଭ୍ କଲି। ତମେ ୱାଇ ଫାର୍ମ ରିସିଭ୍ କରିଲ, ସବୁ କରିବ, ହୁଁ କିନ୍ତୁ ଏଗ୍ରିମେଣ୍ଟ ଟା ତା ନାଁରେ ଅଛି ନା। ହଁ ଥାଉ, ସିଏ ନଉ ନହେଲେ କଣ ଅସୁବିଧା? ହେଲେ ଆମେ କାହା ସାଥିରେ କଥାବାର୍ତ୍ତା କରୁ? ହଁ କରନ୍ତୁ। ଆମେ ତମ ସାଥିରେ କଥାବାର୍ତ୍ତା କଲୁ, ତମେ ତ ଧରା ଛୁଆଁ ଦେଲନି କି ଦେଖା ନାଇଁ ଧରା ସାକ୍ଷାତ ଛୁଆଁ ଦେଲନି। ବୋଇଲେ ଆଜ୍ଞା ଚାଲିନି, ଘାଟ ଚାଲିନି ଆଜ୍ଞା, ତମେ ବନ୍ଦ ଘାଟ ଅଛି ଆଉ। ଚଲା ନ ଚଲାଏ ବାବୁ। ଡୁ ୟୁ ଥିଙ୍କ ଆଇ ଏମ୍ ଏ ବିଜନେସ ମ୍ୟାନ? ଆଜ୍ଞା। ମୁଁ କଣ ବିଜନେସ ମ୍ୟାନ ତମ ଭଳି ଆଇଛି? ନାଇଁ ନାଇଁ ବିଜନେସ ମ୍ୟାନ ମୁଁ ଆଉ କଣ କହୁଛି ୟୁ କି ଆର୍ ଟକିଂ ଲାଇକ୍ ଦିସ୍? ଜିନିଷଟା କହିଲେ ଏଟା ତାର ବୋଲି କହିଲେ ତ ମୁଁ କହୁଛି, ତାର କୁଆଡେ ତାର ଏଟା ହବ? ଏଗ୍ରିମେଣ୍ଟ ଟା ଅଛି ତାର ଆଜ୍ଞା। ତାର ତମେ ହେଲେ ସିଏ ନଉ ଟକିଂ ଆଜ୍ଞା, ଲାଇକ୍ ସିଏ ନେଲେ ନଉ, ତା ନାଁରେ କରିଦଉ, ନହେଲେ ଏବେ କିଛି ମୋ ତାହିଁରେ ଦୁଃଖ ନାହିଁ ସାର୍। ଦୁଃଖ କଣ କରିବାର ଅଛି କି? ତମେ ତ ହାତ କାଟିକି ଲେଖିକି ଦେଇ ହଁ ଦେଇଛ। ମୁଁ କିଛି ହାତ କାଟି ଦେଇନି, ପାୱାର ଦେଇନି। ମୁଁ ବର୍ତ୍ତମାନ ରୟାଲି ବାନ୍ଧିକିରି ମୁଁ ରିସିଭ୍ ଭରମୁଛି, ମୋ ନାଁରେ ଲିଜ୍ ହୋଲ୍ଡର ଶୁଣ ଅଛି ହେଲା। ତାର କିଛି ନାହିଁ, ତା ନାଁରେ କିଛି ନାହିଁ। ଶୁଣ ଭାଇ, ମତେ ତମ ଭିତରେ ବୁଝାବୁଝି ହବ, କଣ କରିବ ମତେ ହଁ ସେତେ ସେଇଟା ଜଣା। ବୁଝାବୁଝି ସମୟ ହବ। ଇଏ ତମେ ବୁଝ, ଆମେ ଯାହା କଥାବାର୍ତ୍ତା କରୁ ବର୍ତ୍ତମାନ ମୁଦୁଲି ସାଙ୍ଗରେ କଥାବାର୍ତ୍ତା କରୁ। କରନ୍ତୁ। ହଁ, ଆଇ ୱିଲ୍ ଟକ୍ ଟୁ ହିମ୍, ନଟ୍ ଟୁ ୟୁ। ଠିକ ଅଛି, ରହିଲେ ଆଜ୍ଞା। ହଉ। ବେଶୀ ଫାଲତୁ କଥା